ପିଲାମାନେ ଆସ ଶୁଣିବା ଗୋଟେ ମଜା ଗପ ଦୁଇ ଚୋର। ଏହାକୁ ପରିବେଷଣ କରିଛନ୍ତି ଗୀତାଞ୍ଜଳି ବାଲ୍ଟା ସିଂ। ମଣିପୁର ଗୋଟିଏ ବଡ଼ ରାଜ୍ୟ ଥିଲା। ସେ ରାଜ୍ୟର ରାଜାଙ୍କ ନାମ ଚିତ୍ରସେନ। ଚିତ୍ରସେନ ଜଣେ ସୁଶାସକ ଥିଲେ। ଗୋଟିଏ ସମୟରେ ରାଜ୍ୟରେ ଚୋରି ହେବାକୁ ଲାଗିଲା। ରାଜା ଚିତ୍ରସେନ ଚିନ୍ତିତ ହୋଇ ପଡ଼ିଲେ କିପରି ଚୋରକୁ ଧରିବେ। ରାଜା ଚିନ୍ତା କଲେ ଏକା ସାଙ୍ଗରେ ଦୁଇଟି ଜାଗାରେ କିପରି ଚୋରି ହେଉଛି। ରାଜା ଘୋଷଣା କଲେ ଚୋରକୁ ଯିଏ ଧରାଇ ଦେବ ରାଜା ତାଙ୍କୁ 10,000 ଟଙ୍କା ପୁରସ୍କାର ଦେବେ। ଏହା ଶୁଣି ଚୋର ଦୁଇ ଜଣଙ୍କ ମଧ୍ୟରେ ରତନ ସିଂ ରାଜ ଦରବାରରେ କହିଲା, ମଣିମା, ମୁଁ ଚୋରକୁ ଧରାଇ ଦେବି। ସେହି ସମୟରେ ପଦନ ସିଂ ମଧ୍ୟ ଆସି ସେହିପରି କହିଲା ଓ ଜଣେ ଅନ୍ୟ ଜଣକୁ ଚୋର ବୋଲି କହିଲେ। ଦୁଇ ଚୋର ଧରା ପଡ଼ିଲେ। ରାଜାଙ୍କ ପୁରସ୍କାର ରାଜକୋଷରେ ରହିଲା। ଧନ୍ୟବାଦ।